ଗଲା ଘରକୁ ଗଲା। ତାପରେ ସେ ମାଙ୍କଡ କୁମ୍ଭୀରର ସ୍ତ୍ରୀ ଖାଇ କହିଲା ଯେ କଣ କହିଲା ଜାଣିଛ ଯେ କୁହ କଣ କହିଲା? କାକୁଡି ଯଦି ଏତେ ମିଠା ତାହେଲେ ମାଙ୍କଡର କଲିଜା କେତେ ମିଠା ହେଇନଥିବ। ମାଙ୍କଡର କଲିଜା ତାହେଲେ କେତେ ମିଠା ରହିଥିବ। ତମେ ଗୋଟେ କାମ କର ମାଙ୍କଡକୁ ଆଣ ଏଠି ବୁଝିଲ ସେ ତାର କଲିଜା ଖାଇବ। କୁମ୍ଭୀର ଗୋଟେ ବୁଦ୍ଧି ବାଞ୍ଚିଲା ଯାଇ ମାଙ୍କଡ ପାଖରେ ଯାଇ କହିଲା ଯେ ମୋ ଭାଇ ଯା କହିଛି ଆସ ଆମ ଘରକୁ ବୁଲିବାକୁ ଯିବା। ତ ତାକୁ ଯେତେବେଳେ ସେ ନେଇକି ଯାଇଛି ତ ମଝିରେ ଦେଇକି ତାକୁ କହିଛି ଯେ ମୁଁ ତୋତେ ବୁଲିବାକୁ ନେଇ ଆସିନି ମୁଁ ତୋର କଲିଜା ଖାଇବି। କଣ ଖାଇବି? କଲିଜା ଖାଇବି। କଲିଜା କେଉଁଠି ଥାଏ? କଲିଜା କେଉଁଠି ଥାଏ? ଛାତି ଉପରେ ଥାଏ ବୁଝିଲ। ମାଙ୍କଡ ବଞ୍ଚାଇବା ପାଇଁ କଣ କଲା? ମାଙ୍କଡ ନିଜକୁ ବଞ୍ଚାଇବା ପାଇଁ କଣ କଲା? ସେ କହିଲା ଆରେ ବୁଧୁ ମୁଁ ତ ମୋର କଲିଜା ଗଛ ଉପରେ ଛାଡ଼ି ଦେଇ ଆସିଛି ତୁ ମତେ ନେଇଯା ମୁଁ ଗଛ ଉପରୁ ଆଣିବି ତାପରେ ଆମେ ଯିବା ଖାଇବା। କୁମ୍ଭୀରଟି ବୋକା ସେ ଭାବିଲା ତାହେଲେ ମାଙ୍କଡ ସତ କହୁଛି ତାକୁ ସେ ନଦୀ କୂଳ ପାଖକୁ ନେଇଗଲା। ଗଛ ଉପରକୁ ମାଙ୍କଡଟି ଡିଆଁ ମାରିଦେଲା। ମାଙ୍କଡଟି ଗଛ ଉପରକୁ ଡିଆଁ ମାରିଦେଲା। ଡିଆଁ ମାରି ତାକୁ କହିଲା ଆରେ ବୁଧୁ କୁମ୍ଭୀର କଲିଜା କଣ ଗଛ ଉପରେ ଥାଏ କି? କଲିଜା ପୁରା ଛାତି ଉପରେ ଥାଏ ବୁଝିଲ ବୁଝିପାରିଲ। ତାହେଲେ ଏଥିରୁ କଣ ଶିକ୍ଷା ଗଲ ଯେ ବିପଦ ସମୟରେ କଣ କରିବା? ବୁଦ୍ଧି ଲଗାଇବା ଉଚିତ।